ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ କୈଳାସ। ବିଜେଡି ଦଳ ଛାଡ଼ି ବିଜେପିରେ ସାମିଲ ହେଲେ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା। ବିଜେଡି ଦଳ ତାଙ୍କୁ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦେବ କହି 3 ବର୍ଷ ତଳେ ସାମିଲ କରାଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେଡି ଦଳ ତାଙ୍କ ସହ ବିଶ୍ୱାସଘାତ କରି ଶେଷରେ ବର୍ତ୍ତମାନର ବିଧାୟକ ପ୍ରଭୁ ଜାନିଙ୍କୁ ଟିକେଟ ପ୍ରଦାନ କରିଛି। ଫଳରେ କୈଳାସକୁ ନିରାଶ ହେବାକୁ ପଡ଼ିଲା। ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଗଲା। ଏନେଇ ସମର୍ଥକମାନଙ୍କ ନିଷ୍ପତ୍ତି କ୍ରମେ ରାତାରାତି ଶ୍ରୀଯୁକ୍ତ କୁଲେସିକା ବିଜେପିରେ ସାମିଲ ହୋଇଥିବା ବେଳେ ଶୁକ୍ରବାର ଅପରାହ୍ନରେ ଲକ୍ଷ୍ମୀପୁର, ଦଶମନ୍ତପୁର, ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଶତାଧିକ କର୍ମୀଙ୍କ ସମେତ ବିଜେଡି ଦଳର ଲକ୍ଷ୍ମୀପୁର ବ୍ଲକ ସଭାପତି ପ୍ରସାଦ ଖରାଙ୍କ ସହ ମିଶି ବିଧିବଦ୍ଧ ଭାବେ ବିଜେପି ଦଳ ତରଫରୁ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇ ଜୟ ଶ୍ରୀରାମ ନାରା ଦେଇଥିଲେ। ରାଜ୍ୟ ସଭାପତି ମନମୋହନ ସାମଲ, ସମୀର ମହାନ୍ତି, ପ୍ରସାଦ ଜଗଦେବ ଓ ଓଡ଼ିଆ ସିନେ ତାରକା ଶ୍ରୀତମ ଦାସଙ୍କ ଉପସ୍ଥିତିରେ ସମସ୍ତେ ସାମିଲ ହୋଇଥିଲେ। ଏନେଇ ସେ ବିଜେଡି ଦଳର ପ୍ରାଥମିକ ସଦସ୍ୟତ୍ୱରୁ ଇସ୍ତଫା ଦେଇଥିବା ବେଳେ ଦଳର ସୁପ୍ରିମକୁ ତାଙ୍କର ଇସ୍ତଫା ପତ୍ର ପ୍ରେରିତ କରିଥିବା କହିଛନ୍ତି। ପ୍ରକାଶ ଥାଉ କି 2014 ମସିହାରେ କଂଗ୍ରେସ ଦଳ ତରଫରୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ସିଏ ବିଧାୟକ ପ୍ରାର୍ଥୀ ଭାବେ ଜୟଯୁକ୍ତ ହୋଇ 2019 ମସିହାରେ ବିଜେଡି ଦଳଠାରୁ ମାତ୍ର 229 ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ। ତାଙ୍କର ପରାକ୍ରମ ଦେଖି 2021ରେ ବିଜେଡି ଦଳ ତାଙ୍କୁ ସାମିଲ କରିଥିଲା। ବର୍ତ୍ତମାନ ସିଏ ବିଜେପି ଦଳରେ ସାମିଲ ହେବା ପରେ ବିଜେଡି ବିରୋଧରେ ଅଭିଯୋଗ ଆଣିଛନ୍ତି। ଗୁରୁବାର ଦିନ ଦଳ ତରଫରୁ ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀ ଭାବେ ପ୍ରଭୁ ଜାନିଙ୍କ ନାମ ଘୋଷଣା ହେବା ପରେ ବିଜେଡି ଦଳ କୁଆଡେ 1 କୋଟି ଟଙ୍କା ସହ ଜିଲ୍ଲାର ସ୍ୱତନ୍ତ୍ର ପରିଷଦ ସଭାପତି ଭାବେ ଦାୟିତ୍ୱ ଦିଆଯିବ ବୋଲି ପ୍ରଲୋଭନ ଦେଖାଇଥିଲା, ହେଲେ ତାକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ ବୋଲି କୈଳାସ ପ୍ରକାଶ କରିଛନ୍ତି। ମୁଁ ଲୋକଙ୍କ ସେବା କରିବାକୁ ଆସିଛି। ମୁଁ ବିଜେଡି ଦଳର କଥା ମାନିଥାନ୍ତି, ତେବେ ମୋ ଭରସାରେ ଥିବା ଶତାଧିକ କର୍ମୀ କ'ଣ କରିବେ? ତେଣୁକରି ମୁଁ ବାଧ୍ୟ ହୋଇ ବିଜେପି ଦଳରେ ସାମିଲ ହେଲି। ଆଗକୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ସହ ବିଜେପିର କଡ଼ା ଟକ୍କର ହେବ ଆଉ ବିଜେଡି ଦଳ ତୃତୀୟ ସ୍ଥାନରେ ରହିବ ବୋଲି ଶ୍ରୀ କୁଲେସିକା ଗଣମାଧ୍ୟମ ଆଗରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଜ୍ଞା, ଯେଉଁ ପ୍ରକାର ଭାବରେ ପ୍ରଭୁ ଜାନିଙ୍କୁ ବିଜେଡି ପ୍ରାର୍ଥୀତ୍ୱ କରିଛି 2024 ମସିହାରେ ଲକ୍ଷ୍ମୀପୁର ପାଇଁ, ଆମେ ବିଜେଡିରେ ରହି ମଧ୍ୟ ବହୁତ ଦୁଃଖିତ। ଏଇଥିପାଇଁ ଦୁଃଖିତ, 5 ବର୍ଷ ତାଙ୍କର କାର୍ଯ୍ୟକ୍ରମ ଆମେ ଦେଖିଛୁ। ସେ କେବେ ବି କୌଣସି କର୍ମୀଙ୍କ ସହିତ ଜଡ଼ିତ ନଥିଲେ। କିଛି ଅଳ୍ପ ହାତ ଗଣିତ ନେତାଙ୍କୁ ନେଇକି ନିର୍ବାଚନ ମଣ୍ଡଳୀ ଚଳାଉଥିଲେ। ତ ଆମେ ଦୁଃଖିତ। ହେଲେ ବି ବିଜୁ ଜନତା ଦଳର ଯେହେତୁ ମୁଁ ଅଛି, ଦଳ ପାଇଁ କାମ କରିବି, କିନ୍ତୁ ମନରେ ଭାରି ଦୁଃଖ ଅଛି। ନୂଆ ଚେହେରା ଯଦି ଦିଆ ହେଇଥାନ୍ତା ତାହେଲେ ଆମେ ଭାରି ଖୁସି ହେଇଥାନ୍ତୁ। ବର୍ତ୍ତମାନ ସ୍ଥିତି କ'ଣ? ଯେଉଁ ଆକଳନ କରାଯାଉଛି କଂଗ୍ରେସର ମଜବୁତ ହେଇଯାଉଛି, କୈଳାସ କୁଲେସିକା ବର୍ତ୍ତମାନ ବିଜେପିକୁ ଯାଉଛନ୍ତି, ତ କ'ଣ ରହିବ ଆକଳନ ପାଇଁ? ନିହାତି ଭାବରେ ବିଜେଡି ପାଇଁ ଟିକେ କ୍ଷତି ହେବ, ଯେହେତୁ ବହୁତ କର୍ମୀ କୈଳାସ କୁଲେସିକାଙ୍କ ପଛରେ ପଳାଉଛନ୍ତି। ଚେଷ୍ଟା କରିବୁ ବିଜେଡି କେମିତି ଜିତିବ, ତାର ରଣନୀତି କ'ଣ କରିବ। ମାନ୍ୟବର ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶ କ୍ରମେ ଯାହା ହେଇପାରିବ ନିର୍ବାଚନ ମଣ୍ଡଳୀ, ଆମର ଯେଉଁ ନେତୃମଣ୍ଡଳୀ ଅଛନ୍ତି, ନିଶ୍ଚିତ ଭାବରେ ରଣନୀତିଟା ତିଆରି ହେବ ବିଜେଡି ଜିତିବା ପାଇଁ। ଆଚ୍ଛା, ଟିକଟ ଚୟନର ମୁଖ୍ୟ ତ୍ରୁଟି କେଉଁଠି ରହିଲା ବୋଲି ଭାବୁଛନ୍ତି? ଆମେ ବି ବୁଝିପାରୁନୁ। ଆମେ ଆଶା କରୁଥିଲୁ ନୂଆ କ୍ୟାଣ୍ଡିଡେଟ୍ ଆସିବେ, ନୂଆ ଚେହେରା ଆସିବ, ଆଉ ନୂଆ ଚେହେରାରେ ନିଶ୍ଚିତ ଭାବରେ ବିଜେଡି ବିଜୟ ହେବ ବୋଲି ଭାବିଥିଲୁ, କିନ୍ତୁ ଏବେ ବହୁତ କଷ୍ଟ କରିବାକୁ ପଡ଼ିବ। ଆଚ୍ଛା, ଲକ୍ଷ୍ମୀପୁରରେ ଯେଉଁ ଇତିହାସ ଅଛି, ଜଣେ ପ୍ରାର୍ଥୀ କିମ୍ବା ଜଣେ ବିଧାୟକ ଆଉ ଥରେ ହେଇପାରୁନି, ତ ଏପରି ସ୍ଥିତି ମଧ୍ୟ ଯାଞ୍ଚ କରାଯାଇଥିଲା କି ନାହିଁ? ନିଶ୍ଚିତ ଭାବରେ ଯାଞ୍ଚ କରାହୋଇଥିଲା। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କୈଳାସ କୁଲେସିକା ଟିକଟ ପାଇବେ ବୋଲିକରି ଯାହା ଆମେ ବିଶେଷ ସୂତ୍ରରୁ ଜାଣିପାରୁଥିଲୁ, କିନ୍ତୁ ଶେଷ ମୁହୂର୍ତ୍ତରେ ଟିକଟଟା କାଟି ଦିଆଗଲା। ତ ଆମେ ସମସ୍ତେ ବହୁତ ଦୁଃଖୀ। ହେଲେ ବି ବିଜେଡ଼ିକୁ ଯେହେତୁ ଆମେ ଭଲ ପାଉଛୁ, ବିଜେଡ଼ିରେ ରହିକରି କାମ କରିବୁ, ଚେଷ୍ଟା କରିବୁ ବିଜେଡ଼ି ଜିତିବା ପାଇଁ। ଥ୍ୟାଙ୍କ ୟୁ। ଦଳ ଏମାନେ ଯେଉଁ ପ୍ରାର୍ଥୀ ଚୟନ କରୁଛନ୍ତି, ପ୍ରାର୍ଥୀ ଚୟନରେ ବହୁତ ଭୁଲଭାଲ ରହୁଛି। ମାନେ ଗ୍ରାସ ରୁଟ୍ରେ ଯେଉଁମାନେ ଦଳକୁ ବଞ୍ଚେଇକି ଅଛନ୍ତି, ଯେଉଁମାନେ ମାନେ ଦଳର ପତିଆରା, ଯେଉଁମାନେ ଦଳର ଅଳଙ୍କାର, ଯେଉଁମାନେ ଦଳର ଅସ୍ତ୍ର ବୋଲି ମାନେ ପରିଗଣିତ ହୁଅନ୍ତି, ସେମାନଙ୍କର କୌଣସି କନସର୍ନ ନିଆଯାଉ ନାହିଁ। ସେମାନେ
ଫର୍ସିବଲି ଉପରେ କିଛି ମୁଣ୍ଡଗଣତି ନେତା ଅଛନ୍ତି ତାଙ୍କର ଖୁସି ପାଇଁ ସେମାନେ ଫର୍ସିବଲି ଲୋକଙ୍କ ଉପରେ ଏଇଟା ଲଦି ଦିଆଯାଉଛି ଯେ ଏଇଟାକୁ କରନ୍ତୁ ବୋଲିକି କିନ୍ତୁ ମାନେ ଗ୍ରାଉଣ୍ଡ ଜିରୋରେ ତାର ବାସ୍ତବ ଚିତ୍ର ଆଉ ଟିକେ ଅଲଗା ରହୁଛି। ଆଚ୍ଛା ଦେଖନ୍ତୁ ଦଳ ବର୍ତ୍ତମାନ ଗୋଟେ ରାନିଂ MLA କୁ ପୁଣି ଟିକେଟ୍ ଦେଇଛନ୍ତି ବିଜେଡ଼ିର ଆଜ୍ଞା ପ୍ରଭୁ ଜାନୀଙ୍କୁ। ଆଜ୍ଞା ତ ଆପଣ ପ୍ରଭୁ ଜାନୀଙ୍କ କ'ଣ ସ୍ଥିତି ରହିଛି କାହିଁକି କାଟେଇଥାନ୍ତା ବୋଲି ଭାବୁଛନ୍ତି କି? ପ୍ରଭୁ ଜାନୀଙ୍କର ଯେଉଁ କାର୍ଯ୍ୟଶୈଳୀ ଜମା ଭଲ ନଥିଲା, ଆଜ୍ଞା। ଜମା ଭଲ ନଥିଲା ଏବଂ ତାଙ୍କେ ଫେୟାର ନଥିଲେ, କେବେ ନଥିଲେ। ଏତେ ମାତ୍ରାରେ ସେ ମାନେ କରପ୍ଟେଡ଼ ହେଇଯାଇଥିଲେ ଯେ ଯେଉଁଥିପାଇଁ ବୋଲିକି ତାଙ୍କର ସର୍ଭେ ରିପୋର୍ଟ ବି ଯାଇଥିଲା ଆଉ ଲୋକଙ୍କର ଯେଉଁ କର୍ମୀମାନଙ୍କର ଯେଉଁ ନନ୍ କୋଅପରେସନ୍ ମୁଭମେଣ୍ଟ ବି ଷ୍ଟାର୍ଟ ହେଇଯାଇଥିଲା। ଆଉ ଆକୁ ପାଥ୍ୟ କରିକି ବୋଧହୁଏ କିଛି ଉପର ମାନେ କର୍ମକର୍ତ୍ତା ଉପର ପଦାଧିକାରୀମାନଙ୍କ ପାଖକୁ ବୋଧେ ଖବର ପହଞ୍ଚିଛି ଯେଉଁଥିପାଇଁ ବୋଲିକି ଗୋଟେ ଆମଦାନୀ ନେତାକୁ ପ୍ରତିଶ୍ରୁତି ଦେଇକି ଆମ ଦଳକୁ ଅଣା ହେଇଥିଲା। ପରିଶେଷରେ ଆମକୁ ସିଏ ତାକୁ ଯେତେବେଳେ ଆଣିଲେ ଆମେ କହୁନଥିଲୁ, ଆମେ ଚାହୁଁଥିଲୁ ଯେ କେଉଁ ମହଲରେ କର୍ମୀ ମାନେ ନେଗ୍ଲେକ୍ଟ ହେଉଛନ୍ତି, ଅବହେଳିତ ହେଉଛନ୍ତି, କର୍ମୀକୁ କେମିତି ଯେଉଁମାନେ ଚିରାଚରିତ କାଳରୁ ଯେଉଁମାନେ ଦଳର ଆରମ୍ଭରୁ ଅଛନ୍ତି, ଯେଉଁମାନେ ଫାଉଣ୍ଡର ମେମ୍ବର ଅଫ୍ ପାର୍ଟି, ସେମାନଙ୍କୁ ଆଉ ଟିକେ ଏମ୍ପାୱାର କରାଯାଉ, ସେମାନଙ୍କୁ ଆଉ କେମିତି ସଶକ୍ତ କରାଯାଉ। କିନ୍ତୁ ସଶକ୍ତ ପରିବର୍ତ୍ତେ ସେମାନେ ଆମଦାନୀ ନେତାକୁ ଧରିକି ଆସିଲା ପରେ ଗ୍ରାଜୁଆଲି ଆମେ ତାଙ୍କ ସହିତ ସେଟ୍ ବି ହେଇଗଲୁ। ଗ୍ରାଜୁଆଲି ୟା ଭିତରେ ଗୁଡ଼େ ଦଳୀୟ ମାନେ କାର୍ଯ୍ୟ ହେଇଛି ଆଉ ଯେଉଁଠି ତାଙ୍କର ଗୋଟେ ଭାଇଟାଲ୍ ରୋଲ୍ ଅଛି। ତାପରେ ସମୱାଟ ଆମେ ଖୁସି ବି ହେଇଗଲୁ ଯେ ଯେଉଁ ଆମଦାନୀ ନେତାକୁ ଆଣିଲେ କୈଳାସ ଚନ୍ଦ୍ର କୁଲିସାଙ୍କୁ, ସେ ଗୋଟେ ଏମିତି ସେମିତି ଆବଡ଼ା ଖାବଡ଼ା ନେତା ନଥିଲେ, ସେ ଗୋଟେ ଭେଟରାନ୍ ଥିଲେ। ଯେମିତି ମୁଁ ଯୋଡ଼ିବି ନାହିଁ, ଯୋଡ଼ିବାଟା କେତେ ଯଥାର୍ଥ ହେବ, ମୁଁ ଆଉ କାହାର ଏକ୍ଜାମ୍ପଲ୍ କାହା ସହିତ ଗୋଟେ କମ୍ପେୟାର କରିବାଟା କେତେ ଯଥାର୍ଥ ହେବ ମୁଁ ଜାଣିନି, କିନ୍ତୁ ଏତିକି ମୁଁ କହିବି ଯେ କୈଳାସ କୁଲିସିକା ଗୋଟେ ଏକ୍ସଟ୍ରାଅର୍ଡ଼ିନାରୀ ଗୋଟେ ଭେଟରାନ୍ ଏବଂ ତାଙ୍କର ଗୋଟେ ନିଜସ୍ୱ ପରିଚୟ ଅଛି। ସିଏ ବର୍ତ୍ତମାନ ବିଜେପିକୁ ଯାଉଛନ୍ତି, ତ ଆପଣ କେମିତି ଦେଖିବେ ବର୍ତ୍ତମାନ ସ୍ଥିତି ଲକ୍ଷ୍ମୀପୁରର? ବିଜେପିକୁ ଯାଉଛନ୍ତି ତ ଏମିତି ଗୋଟେ ଆମେ କର୍ମୀ କହିଲେ ଆମେ ତୁଷାର୍ତ କର୍ମୀ, ସେ ନେତା ହେଉଛନ୍ତି ପାଣି। ତେଣୁ ଏମିତି ପାଣି ଠାରୁ ଆମେ ନିଜକୁ ଦୂରେଇକି ଏମିତି ତୁଷାର୍ତ ଅବସ୍ଥାରେ ରହିବାକୁ ଚାହୁଁନୁ। ବର୍ତ୍ତମାନ କାହା ଭିତରେ ଲଢ଼େଇ ହେବ ବୋଲି ଭାବୁଛନ୍ତି ଲକ୍ଷ୍ମୀପୁର? ଲଢ଼େଇ ତ ଡେଫିନେଟଲି ଆଜ୍ଞା, ଲଢ଼େଇ ଯଦି ହେବ ତ ସେକେଣ୍ଡ ପୋଜିସନରେ କଂଗ୍ରେସ ହିଁ ଆସିବ। ଫାର୍ଷ୍ଟ ପୋଜିସନ କୈଳାସ କୁଲିସିକା ନିହାତି ଯଦି ବିଜେପି ତାକୁ ଟିକଟ ଦେଇଦିଏ ତ ଆପଣ ଲେଖିକି ରଖନ୍ତୁ ଯେ ବିଜେପି ସେଠି ଡେଫିନେଟଲି ୱିନ୍ କରୁଛି। ଲକ୍ଷ୍ମୀପୁରରୁ ପ୍ରମୋଦ ଜେନାଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ୍ ଓଡ଼ିଶା।